सच्चिदानंद ब्रह्म महिमा उल्लेख महिमा उल्लेख महिमा उल्लेख महिमा महाशून्यवासी विश्वपिता परम ब्रह्म महिमा उल्लेख। गुरुंकर हस्त पड़ुअछि जही जोड़ा कहुअछि वेद एछार विषय गुरु श्री छामुकु केते अभावर माद रवि तले थाई श्री गुरुंकु ध्याई मानव तनुकु धरी कोहे भीम भाई गुरु पाद ध्याई दिवानिशी अनुसरी। सच्चिदानंद परम ब्रह्म महिमा उल्लेख सच्चिदानंद महान ब्रह्म महिमा उल्लेख धाम धर्म रक्षा हो गड़ी जाए सत्य प्रकाश हो उड़ा उड़ा चलो चलो चारिखानी प्राणी सुरक्षा हो जीवर जाए नाम शरण अहिंसा परम धर्म वर्धित हो ब्रह्म महिमा उल्लेख महिमा। हे आमर दर्शक समस्त जगत भगत आबाल वृद्ध वनिता बालक बालिका पिता माता ज्ञानी मानी सुज्ञानी पंडित वर्ग मंडली आज विश्वपिता परमात्मा परम ब्रह्मंकर अशेष कृपा बलरू आमर यूट्यूब माध्यम ब्रह्मचर्य विषय किछि कहिबाकु जाउछु किछि कहिबारे भूल थिले क्षमा करिवे। सच्चिदानंद परम ब्रह्म महिमा उल्लेख सच्चिदानंद परम ब्रह्म महिमा उल्लेख। लक्ष्य रखंतु जेउ माने कायरे मनरे वाक्यरे जेउ माने कायरे मनरे वाक्यरे मैथुन इच्छा परित्याग करती से माने ब्रह्मचर्य पालन निमंते ब्रह्मचर्य धारण पाई सामर्थ्य अटंती। कायरे मनरे वाक्यरे जेउ माने मैथुन इच्छा परित्याग करती से माने ब्रह्मचर्य पालन पाई सामर्थ्य अटंती। हे आमर भक्त पिता माता समस्त जनजगत जो माने आपण माने जानिथिबे स्वामी विवेकानंद अखंड ब्रह्मचर्य पालन करथिले। आमर आमर पौराणिक मतरे पितामह भीष्म अखंड ब्रह्मचर्य पालन करथिले। रामायण रे कथित अछि सेही प्रभुंकर श्री राम भगवानकर परम भक्त वीर हनुमान तांकर मध्य अखंड ब्रह्मचर्य पालन होई अछि। अखंड ब्रह्मचर्य पालन हेले अखंड ब्रह्मचारी हेले मध्य तांकर गोटे संतान मकर ध्वज नाम विख्यात अछि। एही विषय तो आपण माने जानिछंती ब्रह्मचर्य पालन करिबाकू गले आमको प्रभात समय जागृत रहिबार कथा। निद्रा भंग हेला क्षणी प्रभात रे जागृत होई पद्मासन द्वारा किंबा सम आसन द्वारा आमे प्रभु को चिंता करिवार अछि। तापरे स्नान शौच पूर्वक नीचे से ध्यान धारणा योग समाधि माने समस्त ये जो अच्छी अष्टांग योग विषय यही अष्टांग योग माध्यम आमको सर्वप्रथम ध्यान द्वारा आरंभ करिवार अछि। ध्यान ताले ध्यान केमिति करिबा उद्धव को चाही बोलंती श्रीहरि गुपत ज्ञान विचार हे
ସମ ଆସନରେ ବସିଣ ନିଶଲେ ସ୍ଥିର କରି କଳେ ବରହେ ଦୃଷ୍ଟି ଦେବ ନାସାଗ୍ରକୁ ଚିତ୍ତେ ଧ୍ୟାଇଣ ବ୍ରହ୍ମରୂପକୁ ଯେ ଦୃଷ୍ଟି ଦେବ ନାସାଗ୍ରକୁ। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଅଲେଖ। ଆମର ଭୀମ ଭୋଇଙ୍କର ଭଜନରେ ଅଛି ଯେ ଅଭୟ ପୁରମଣ୍ଡଳ ନାହିଁ ଅନ୍ଧାର ଉଜ୍ବଳ ଅଜପା ଅଲେଖ ବ୍ରହ୍ମ ନାହିଁ ତାଙ୍କ ସ୍ଥିତି ଠୁଳ ଅଭୟ ପୁରମଣ୍ଡଳ। ଆମର ଆଖିରେ ଯେଉଁ ନାସାଗ୍ରକୁ ଦର୍ଶନ କଲେ ନା ଦିବସ ନା ରାତି ମାନେ କୌଣସି ଏଥିରେ ଏଇ ଅଭୟ ପ୍ରଭୁଙ୍କୁ ଭଜନ କଲେ ବା ତାଙ୍କୁ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ଗଲେ ପ୍ରଭୁଙ୍କ ନାମରେ ନାହିଁ ଅନ୍ଧାର ଉଜ୍ବଳ ଅଭୟ ପୁରମଣ୍ଡଳ। ଆଖିରୁ ନାସାଗ୍ରକୁ ଦର୍ଶନ କଲେ ସେଥିରେ ଯେଉଁ ମାଧ୍ୟମ ଅଛି ସେଇଟା ମାନେ ବେଶୀ ଆଲୋକ ନୁହେଁ କିମ୍ବା ବେଶୀ ଅନ୍ଧାର ନୁହେଁ। ଟିକିଏ ଦୁଃଖ ଟିକିଏ ସୁଖ ଯେମିତି ସେମିତି ଟିକିଏ ମାନେ ଏଇଟାକୁ ମନକୁ ସଂଯୋଗ କରିବା ପାଇଁ ମନମାତଙ୍ଗ ରୂପେଣମ ଜ୍ଞାନମ ମଙ୍କୁଶ୍ଚମେବଚ ଏଇ ମନରୂପକ ହାତୀକୁ ବାନ୍ଧିବାକୁ ଗଲେ ସର୍ବପ୍ରଥମରେ ଆମକୁ କେଉଁ ମାଧ୍ୟମରେ ଯିବା ନାଇଁ ଆମେ ସେଇ ମନମାତଙ୍ଗ ରୂପେଣମ ଜ୍ଞାନ ମଙ୍କୁଶ୍ଚମେବଚ ମନରୂପକ ହାତୀକୁ ଜ୍ଞାନ ଅଙ୍କୁଶ ଦ୍ୱାରା ବାନ୍ଧିବାକୁ ଗଲେ ଆମେ ତାହେଲେ ସେଇ ମନକୁ ଜୟ କରିବାର ଅଛି। ତାହେଲେ ଏଇ ଜୀବ ପ୍ରତିଦିନ ଯୋଚାରି ଅଟଇ ନୁହଁ ସତ୍ୟ ଶକତି ଶହେ ଯୁବତୀ ଏକପତି ଏଇ ଜୀବର ମାନେ ତାର ଜୀବର ଗନ୍ତାଗନ୍ତ ପଥ କେବଳ ମନ। ଏହି ମନକୁ ଆୟତ୍ତ କରିବା ପାଇଁ ଆମକୁ ମନକୁ ଆୟତ୍ତ କଲେ ସିନା ଜ୍ଞାନ ଭାବ କଲେ ସିନା ଭକ୍ତି ହେବ ଆଉ ଭକ୍ତି କଲେ ଜ୍ଞାନ ଉପୁଜିବ ନିଶ୍ଚିତ ଭାବରେ। ଜ୍ଞାନ ଭକ୍ତି କଲେ ଜ୍ଞାନ ଉପୁଜିବ ତା ମାଧ୍ୟମରେ ଗଲେ ଯାଇ। ତେଣୁକରି ଭୀମ ଭୋଇଙ୍କର ଭାଷାରେ ଲେଖା ଅଛି କ'ଣ ଲେଖା ଅଛି ଅରୁଣ ନଉଦେ ଯେହୁ ସ୍ନାହାନ ସାରିବ ଅରୁଣ ନଉଦେ ଯେହୁ ସ୍ନାହାନ ସାରିବ ଅସାଧନା ମାର୍ଗେ ଯେହୁ ଦର୍ଶନ କରିବ ଦିବସରେ ଜାଣି ଯେହୁ ଭୋଜନ ସାରିବ ସେହି ସେ ଲଭି ପାରିବ ଏକା ବ୍ରହ୍ମ ଭାବ। ଅରୁଣ ନଉଦେ ଯେଉଁ ସ୍ନାନ ସାରିବ ମାନେ ସୂର୍ଯ୍ୟ ନାହିଁ ଉଇଁବାର ପୂର୍ବରୁ ସ୍ନାନ କରିବାର ଅଛି। ମାନେ ଆପଣ ଚନ୍ଦ୍ରନାଳୀରେ ଶୋଇଛନ୍ତି ସୂର୍ଯ୍ୟ ଉଦୟ ଅଛି ଆପଣ ଶଯ୍ୟା ତ୍ୟାଗ କଲା ପରେ ଆପଣଙ୍କର ମାନେ ଚନ୍ଦ୍ରନାଳୀରେ ଥିବା ଦ୍ୱାରା ଅରୁଣ ନଉଦେ ଯେଉଁ ସ୍ନାନ ସାରିବ ସୂର୍ଯ୍ୟ ଉଦୟ ନ ହେବାର ପୂର୍ବରୁ ଆପଣ ଚନ୍ଦ୍ରନାଳୀ ଉଦୟ କରି ଚନ୍ଦ୍ରନାଳୀରେ ଶୋଇଛନ୍ତି ମାନେ ସୂର୍ଯ୍ୟ ନାଳୀ ଦ୍ୱାରା ବାୟୁ ପ୍ରବାହିତ ହେଉଛି ତାହେଲେ ଉଠିକିରି ପ୍ରଭାତରେ ସ୍ନାନ କଲେ ଅରୁଣ ଉଦୟ ହେଇପାରିନଥିବ ଚନ୍ଦ୍ର ଦ୍ୱାରା ପରିଚାଳିତ ହେଉଥିବ। ତେଣୁକରି ସେଇଟା ଲେଖିଲେ ଯେ ଅରୁଣ ନଉଦେ ଯେହୁ ସ୍ନାନ ସାରିବ ଅସାଧନା ମାର୍ଗେ ଯେହୁ ଦର୍ଶନ କରିବ। ଗୋଟେ ମତରେ ହେଲା ସୂର୍ଯ୍ୟ ନେଉଥିବେ ଆଉ ଆପଣ ଏଇ ଚନ୍ଦ୍ରନାଳୀ ଦ୍ୱାରା ସ୍ନାନ କରି এইটা তার মাধ্যম কହୁଛି ବ୍ରହ୍ମଚର୍ଯ୍ୟ ପାଳନ କରିବାର ମାଧ୍ୟମ। ତାହେଲେ ଦ୍ୱିତୀୟରେ ହେଲା ଅସାଧନା ମାର୍ଗେ ଯେହୁ ଦର୍ଶନ କରିବ ଏଇ ସାଧୁ ସନ୍ଥମାନେ ଅସାଧନା ମାନେ ମାନେ ଦେଖନ୍ତୁ ସାଷ୍ଟାଙ୍ଗ ପ୍ରଣିପାତ ଏଥିରେ କୌଣସି ଶରୀର ପ୍ରତି କୌଣସି ମାନେ ଶରୀର ପ୍ରତି କୌଣସି ପୀଡ଼ା ଉପୁଜିବ ନାହିଁ। ତାର ସେଇଟା କ'ଣ ଶରୀରକୁ ପୀଡ଼ା ଉପଜେଇ କରି ଧର୍ମ ପାଳନ କରିହେବ ନାହିଁ କି ବ୍ରହ୍ମ
ଚର୍ଯ୍ୟ ପାଳନ କରିହେବ ନାହିଁ। ଶରୀରକୁ ପୀଡ଼ିତ କରିଥିବା ଲୋକ ସେମାନେ କାମନା ବାସନାରେ ପରିପୂର୍ଣ୍ଣ। ତେଣୁକରି ସାଷ୍ଟାଙ୍ଗ ପ୍ରଣିପାତ ହେଉଛି ଆପଣଙ୍କର କପାଳ, ନାସାଗ୍ର, ହାତ ଦୁଇଟା ଆଗକୁ ଏବଂ ଛାତି ଦୁଇଟା, ଛାତି ଲାଗିବ, ଉରୁ ଲାଗିବ, ଆଣ୍ଠୁ ଦୁଇଟା ଲାଗିବ, ତାହେଲେ ଦୁଇଟା ପାଦ ତଳେ ଲାଗିଥିବ। ଏଇଟା ସାଷ୍ଟାଙ୍ଗ ପ୍ରଣିପାତ। ଏଥିରେ କିଛି ଅସାଧନା ଯୋଗ ନାହିଁ। ଅସାଧନା ଯୋଗେ ଏ ଯେହୁ ଦର୍ଶନ କରିବ, ଏଇଟା ବ୍ରହ୍ମାଣ୍ଡ ମତରେ ଅସାଧନା ଯୋଗ, ସାଷ୍ଟାଙ୍ଗ ପ୍ରଣିପାତ ଭୀମ ଭୋଇଙ୍କର ଭାଷାରେ। ଏଇଟା ବ୍ରହ୍ମଚର୍ଯ୍ୟ ପାଳନ କରିବା ତାର ମାଧ୍ୟମ ମୁଁ କହୁଛି ଆପଣଙ୍କୁ। ତାହେଲେ ଏଇଟା ସାଷ୍ଟାଙ୍ଗ ପ୍ରଣିପାତ ସରି ଯାଇଛି। ତାହେଲେ ଶାରୀରିକ ଶରୀରରେ ବସିକରି ଏଇଟା କିଟେ ସାଧନ କରିବେ? କେଉଁଟା ମାନେ ସେଇଟା ଯେଉଁ ମୁଁ କହୁଛି, ସମ ଆସନରେ ବସିଣ ନିଶ୍ଚଲେ, ସ୍ଥିର କରି କଲେ ବରହେ, ଦୃଷ୍ଟି ଦେବ ନାସାଗ୍ରକୁ, ଚିତ୍ତେ ଧାଇଣ ବ୍ରହ୍ମରୂପକୁ ହେ, ଚିତ୍ତେ ଧାଇଣ ବ୍ରହ୍ମରୂପକୁ ହେ, ଦୃଷ୍ଟି ଦେବ ନାସାଗ୍ରକୁ। ଏଥିରେ କୌଣସି ସାଧନା ନାହିଁ। ଏହି ସମ ଆସନରେ ନିଶ୍ଚଳ ମନକୁ ଆୟତ୍ତ କରି କିପରି ଆୟତ୍ତ କରିବ ତାର ମାଧ୍ୟମ ଆସ୍ତେ ଆସ୍ତେ ହେବ, ଏମିତି ନାହିଁ। ପ୍ରଭାତୁ ସ୍ନାନ କଲେ ଯାଇ, ମାନେ ପ୍ରଭାତ ସୂର୍ଯ୍ୟ ବ୍ରହ୍ମ ମୁହୂର୍ତ୍ତ ହେବାରୁ ଉଠି ସ୍ନାନ ଶୌଚ ହୋଇ ମାନେ ପ୍ରଭୁଙ୍କୁ ଶରଣ କରି ଆପଣ ମାନେ ସମ ଆସନରେ ବସି ସେହି ଚିତ୍ତେ ଧ୍ୟାନ ବ୍ରହ୍ମରୂପକୁ। ବ୍ରହ୍ମରୂପ କେମିତି ଅଛି ନିଜେ ଦେଖିଛନ୍ତି କି ନାହିଁ? ଆମେ ତ ଦେଖିନାହୁଁ। ତାହେଲେ ସେ କେଉଁଠି ବ୍ରହ୍ମରୂପ ତାକୁ କହନ୍ତି କେଉଁଠି? ସେଇ ବ୍ରହ୍ମ ଯିଏକି ସର୍ବଭୂତରେ ଅଛନ୍ତି, ଉଡ଼ା ବୁଡ଼ା ଚଳଚଳ ଚାରିଖାଣିରେ ଅଛନ୍ତି। ଚନ୍ଦ୍ର ସୂର୍ଯ୍ୟ ଗ୍ରହ ନକ୍ଷତ୍ର ତାରା ଚନ୍ଦ୍ର 33 କୋଟି ଦେବତା 56 କୋଟି ଜୀବ ଉଡ଼ା ବୁଡ଼ା ଚଳଚଳ ଚାରିଖାନି ପ୍ରାଣୀଙ୍କର ଜୀବ ଅଜୀବ ନିର୍ଜୀବ ସଜୀବ ସ୍ଥାନରେ ସମାନ ଭାବରେ ଯେଉଁ ସତ୍ତା ପୁରି ରହିଛି, ସେହି ପରମାତ୍ମା ପରମ ବ୍ରହ୍ମକୁ ଚିନ୍ତନ କରି ନାସାଗ୍ରକୁ ଦୃଷ୍ଟି ରଖି ମାନେ ଦୃଷ୍ଟି ଦେଇ ଚିତ୍ତେ ଧାଇଣ ବ୍ରହ୍ମରୂପକୁ, ସେହି ବ୍ରହ୍ମରୂପକୁ ଆପଣ ଧ୍ୟାନ କରିବେ ବା ତାର ମାଧ୍ୟମ ସେଇଟା ବ୍ରହ୍ମଚର୍ଯ୍ୟ ପାଳନ କରିବା ପୂର୍ବରୁ ଏ ମାଧ୍ୟମରେ ଯିବାକୁ ପଡ଼ିବ। ତାହେଲେ ହେ ଆମର ଉପସ୍ଥିତ ଥିବା ସମସ୍ତ ଜଗତ ଭଗତ ଆବାଳ ବୃଦ୍ଧ ବନିତା ବାଳକ ବାଳିକା ପିତାମାତା ଜ୍ଞାନୀ ମାନି ସୁଜ୍ଞାନୀ ପଣ୍ଡିତ ବର୍ଗମଣ୍ଡଳୀ, ଭୀମ ଭୋଇଙ୍କର ଭାଷାରେ ଲେଖା ଅଛି, ନାମ ବ୍ରହ୍ମ ନାମ ବ୍ରହ୍ମ ନାମ ବ୍ରହ୍ମ ସାର, ନାମ ବ୍ରହ୍ମ ବିନୁ ଆଉ ନାହିଁ ପ୍ରତିକାର। ତାହେଲେ এই ବ୍ରହ୍ମଚର୍ଯ୍ୟ ପାଳନ କରିବା ପୂର୍ବରୁ ଶରୀରସ୍ଥରେ ଉପସ୍ଥିତ ଥିବା ଆମର ବ୍ରହ୍ମଚର୍ଯ୍ୟ ପାଳନ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ କରିବା ପୂର୍ବରୁ ଆମକୁ ଆମର ଶରୀରକୁ ପ୍ରତିକାର ସ୍ୱରୂପରେ କରିବାକୁ ପଡ଼ିବ। କେଉଁ ପ୍ରତିକାର? ନାହିଁ, ଆମର ଯେଉଁ 5 ମନ 25 ପ୍ରକୃତି ଅଛି ତାକୁ ଆୟତ୍ତ କରିବା ପାଇଁ ଆମକୁ ପ୍ରତିକାର ବ୍ୟବସ୍ଥା କରିବାକୁ ପଡ଼ିବ। ସେଇଟା କ'ଣ? ନାମ ବ୍ରହ୍ମ ନାମ ବ୍ରହ୍ମ ନାମ ବ୍ରହ୍ମ ସାର, ନାମ ବ୍ରହ୍ମ ବିନୁ ଆଉ ନାହିଁ ପ୍ରତିକାର। ସେଇ ନାମକୁ ଆଗରୁ ଆମେ କାୟରେ ମନରେ ବାକ୍ୟରେ ତାକୁ ମାନେ ବାରମ୍ବାର କରିବା ଦ୍ୱାରା ଆମର ଶରୀର ଶୁଦ୍ଧ ହେବ। ଶୁଦ୍ଧ ହେଲେ ଯାଇ ବ୍ରହ୍ମ ମୁହୂର୍ତ୍ତରେ ଆମେ ସେଇ ଭଜନ ବା ସେଇ ବ୍ରହ୍ମ ମୁହୂର୍ତ୍ତରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ନୀତି ନିୟମ ଏଇଟା ଭୀମ ଭୋଇ ମଧ୍ୟ ଲେଖି ଯାଇଛନ୍ତି। ଆମର ହେ ଆଦର୍ଶ ପିତାମାତା, ମହିମା ଧର୍ମ ପ୍ରେମୀ ସମସ୍ତ ଜଗତ ଭଗତ ଆବାଳ ବୃଦ୍ଧ ବନିତା ବାଳକ ବାଳିକା ପିତାମାତା, ଲକ୍ଷ୍ୟ ରଖନ୍ତୁ ଯେ ଅରୁଣ ନଉଦେ ଯେଉଁ ସ୍ନାନ ସାରିବ, ଅସାଧନା ଯେଉଁ ଦର୍ଶନ କରିବ, ଦିବସରେ ଜାଣି ଯେହୁ ଭୋଜନ ସାରିବ,
ସେହି ସେ ଲଭି ପାରିବ ଏକା ବ୍ରହ୍ମ ଭାବ। ଶରୀରସ୍ଥ ଉଦୟ ହେଉଥିବା ସୂର୍ଯ୍ୟ ନାଡ଼ି, ସୂର୍ଯ୍ୟ ଘରରେ ବାୟୁ ପ୍ରବାହିତ ହେଉଥିବ, ଆଉ ବ୍ରହ୍ମାଣ୍ଡ ମତରେ ସୂର୍ଯ୍ୟ ଅସ୍ତ ହୋଇନଥିବ, ବ୍ରହ୍ମାଣ୍ଡ ମତରେ ସୂର୍ଯ୍ୟ ଅସ୍ତ ହୋଇନଥିବ, ଆଉ ପିଣ୍ଡ ମତରେ ଶରୀରରୁ ମାନେ ସୂର୍ଯ୍ୟ ଘରେ ବାୟୁ ପ୍ରଭାବିତ ହେଉଥିବ। ଏଇଟାକୁ କହନ୍ତି ଓ ଅସାଧନା ମାର୍ଗେ ଯେହୁ ଦର୍ଶନ କରିବ, ଦିବସରେ ଜାଣି ଯେହୁ ଭୋଜନ ସାରିବ। ଏଇଟାକୁ କହନ୍ତି ଦିବସରେ ଭୋଜନ ହେଇଛି। ଏଇ ମହିମା ଧର୍ମ ସାଧୁ ସନ୍ଥ ଭକ୍ତ ପିତା ମାତା ସମସ୍ତେ ଏଇ ଅରୁଣ ନ ଉଦେ ମାନେ ଅରୁଣ ସୂର୍ଯ୍ୟ ଅସ୍ତ ନ ହେବାର ପୂର୍ବରୁ ବ୍ରହ୍ମାଣ୍ଡ ମତରେ ଆଉ ପିଣ୍ଡରେ ସୂର୍ଯ୍ୟ ଚନ୍ଦ୍ର ଘରୁ ନା ହୋଇ ସୂର୍ଯ୍ୟ ଘରରେ ବାୟୁ ପ୍ରବାହିତ ଦୁଇଟାକୁ ଲକ୍ଷ୍ୟ ରଖି ଭୋଜନ କରନ୍ତି। ଦିବସରେ ଜାଣି ଯେହୁ ଭୋଜନ ସାରିବ, ସେହି ସେ ଲଭି ପାରିବ ଏକା ବ୍ରହ୍ମ ଭାବ। ସେହି ସେ ଲଭି ପାରିବ ଏକା ବ୍ରହ୍ମ ଭାବ। ସେ ଲୋକ ଏଇ ବ୍ରହ୍ମ ଭାବକୁ ମାନେ ପାଇପାରିବ। କେଉଁ ବ୍ରହ୍ମ? ଏଇ ଯେଉଁ ନାମ ବ୍ରହ୍ମ। ତାହେଲେ ଏଇ ବ୍ରହ୍ମକୁ ଜାଣିବାର ପୂର୍ବରୁ ଆମେ ତାର ଲାଭ ପାଇସାରିଲା ପରେ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ କରିବା, ଯଦ୍ୱାରା ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ କଲେ ଏ ଜୀବର ଇଚ୍ଛା ମୃତ୍ୟୁ ଅଛି। ମହିମା ଧର୍ମରେ ଇଚ୍ଛା ମୃତ୍ୟୁ ଅଛି। ଯେ ଏଇଟା ଆମର ପୂର୍ବତନ ସାଧୁସନ୍ଥ ଏବଂ ଭୀମ ଭୋଇ ବାଣୀରେ ଏଇଟା ଲେଖା ଅଛି। ଯେଉଁମାନେ କାୟରେ ମନରେ ବାକ୍ୟରେ ମୈଥୁନ ଇଚ୍ଛା ପରିତ୍ୟାଗ କରନ୍ତି, ସେମାନେ ଉତ୍ତମ ବ୍ରହ୍ମଚର୍ଯ୍ୟ ପାଳନ ମାଧ୍ୟମକୁ ପ୍ରାପ୍ତି ହେବେ। ଆପଣମାନେ ବୁଝିପାରୁଛନ୍ତି କି ନାହିଁ? ଯେ କାୟରେ ମାନେ ନିଜର ଶରୀରରେ, ଆଉ ମନରେ ମାନେ ନିଜର ଅନ୍ତର ମନରେ ଚିନ୍ତନ ମହାପାପ। କାୟରେ ମନରେ ଏବଂ ବାକ୍ୟରେ କହିବାଟା, ମୁଖରୁ ପରିସ୍ଫୁଟ ହେବାଟା, ଯେଉଁ ବ୍ୟକ୍ତିମାନେ କାୟରେ ମନରେ ଓ ବାକ୍ୟରେ ମୈଥୁନ ଇଚ୍ଛା ପରିତ୍ୟାଗ କରନ୍ତି, ସେମାନେ ବ୍ରହ୍ମଚର୍ଯ୍ୟ ପାଳନ ପାଇଁ ଉତ୍ତମ ସାମର୍ଥ୍ୟ ଅଟନ୍ତି। କେବଳ ବ୍ରହ୍ମଚାରୀମାନେ ବ୍ରହ୍ମଚର୍ଯ୍ୟ ପାଳନ କରିବେ ଏମିତି ତ କଥା ନୁହେଁ। ଆପଣ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ କରିଥିଲେ ସ୍ୱାମୀ ବିବେକାନନ୍ଦ। ହେଇ ବ୍ରହ୍ମଚର୍ଯ୍ୟକୁ ପାଳନରେ ସାମର୍ଥ୍ୟ କେଉଁମାନେ ହେଇଥିଲେ କି? ମାନେ ଆମର ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧୀ, ଯେଉଁମାନେ ଗୃହକର୍ମରେ ରହିକରି ମଧ୍ୟ କାୟରେ ମନରେ ବାକ୍ୟରେ ମୈଥୁନ ଇଚ୍ଛା ପରିତ୍ୟାଗ କରି ଏ ଜାତି ପାଇଁ, ଏ ମାନବ ସମାଜର ମଙ୍ଗଳ ସକାଶେ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି, ସେଇମାନେ ମଧ୍ୟ ବ୍ରହ୍ମଚର୍ଯ୍ୟ ପାଳନ କରିଛନ୍ତି। କିନ୍ତୁ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ସାଧୁମାନଙ୍କୁ ପ୍ରଭୁଙ୍କ ଆଦେଶରେ ମାନେ ନିଯୁକ୍ତି କରାଯାଇଛି। ଏହି ସାଧୁମାନେ ଯେଉଁମାନେ ଏହି ସାଧୁରେ ପରିଗଣିତ ହୋଇଛନ୍ତି, ସେମାନେ ଉତ୍ତମ ସାମର୍ଥ୍ୟ ଅଟନ୍ତି। ଯେଉଁମାନେ ଏହି ମହିମା ଧର୍ମ ଦ୍ୱାରା ଦୀକ୍ଷିତ ହୋଇ ସାରା ବ୍ରହ୍ମାଣ୍ଡର ହିତ ନିମନ୍ତେ ଜୀବରେ ଦ୍ୱାରା ନାମର ସ୍ମରଣ ଅହିଂସା ପରମ ଧର୍ମ ବର୍ଦ୍ଧିତ ପାଇଁ ତାର ମାଧ୍ୟମରେ ଆସିଛନ୍ତି। ଆପଣମାନେ ଜାଣୁଥିବେ ଯେ ସର୍ବପ୍ରଥମରେ ବ୍ରହ୍ମଚର୍ଯ୍ୟ ପାଳନ କରିବାର ମାଧ୍ୟମ ହେଉଛି ଆଖି। ଏହି ଆଖି ଦ୍ୱାରା ଆକୃଷ୍ଟ ଦେଖିବା କ୍ଷଣି ମନକୁ ସେଠିକୁ ନେଇଗଲେ ତାହେଲେ ପାପ ହେବ। ଏଇ ମନ ମାନେ ଖରାପ ଆଖିକୁ ଖରାପ କଥା ଦେଖିବା କଥା ନୁହେଁ। ଅଶ୍ଳୀଳ ଫଟୋ, ଅଶ୍ଳୀଳ ମାନେ ଏଇ ଯେଉଁ ସିନେମା ଥିଏଟର ଇତ୍ୟାଦି ଯେଉଁ ଅଛି, ଏଇଟା ବାଧାବିଘ୍ନ କରୁଛି। ତାପରେ ଅଶ୍ଳୀଳ କଥାବାର୍ତ୍ତା କର୍ଣ୍ଣରେ ଶୁଣିବାର କଥା ନୁହେଁ। ତାପରେ ପାଟିରେ ଏମିତି ଭାଷା ଯେଉଁଟାକି ମାନେ
ଆମର ବ୍ରହ୍ମଚର୍ଯ୍ୟ ପାଳନରେ ବାଧା ଉପୁଜିବ ସେମିତି ଭାଷା ପ୍ରୟୋଗ କରିବା ନୁହେଁ। କାୟରେ ମନରେ ବାକ୍ୟରେ ଯେଉଁମାନେ କାୟ ମନ ବାକ୍ୟ ଦ୍ୱାରା ମୈଥୁନ ଇଚ୍ଛା ପରିତ୍ୟାଗ କରନ୍ତି ସେମାନେ ହେଉଛନ୍ତି ବ୍ରହ୍ମଚର୍ଯ୍ୟ ପାଳନ ପାଇଁ ଉତ୍ତମ ସାମର୍ଥ୍ୟ ହେବାକୁ ଯିବେ। କିନ୍ତୁ ତାର ମାଧ୍ୟମ ହେଉଛି ପ୍ରଭାତରୁ ସ୍ନାନ କରିବେ। ପ୍ରଭାତରୁ ସ୍ନାନ କରି ସମ ଆସନରେ କିମ୍ବା ପଦ୍ମାସନରେ ଏହି ଶରୀରକୁ ଶୁଦ୍ଧ ପୂର୍ବକ ପ୍ରଭୁଙ୍କଠାରେ ଶରଣ କରିସାରିଲା ପରେ ସ୍ତୁତି ପ୍ରାର୍ଥନା ଭଜନ ଇତ୍ୟାଦି କରିସାରି ଆମେ ସେହି ଅସାଧନ ମାର୍ଗ ବା ସେହି ଊର୍ଜା ପାଇଁ ଷଡ଼ଚକ୍ର ଭେଦମୁଦ୍ରା ପ୍ରାରମ୍ଭ କରିବା, ଯଦ୍ୱାରା କି ଆମର ବ୍ରହ୍ମଚର୍ଯ୍ୟ ସାଧନ ପାଇଁ ଉପଯୁକ୍ତ ହେବ। ହେ ଆମର ଧାର୍ମିକ ପିତାମାତା, ଲକ୍ଷ୍ୟ ରଖନ୍ତୁ ଯେ ଆମର ଭୀମ ଭୋଇଙ୍କର ଭାଷାରେ ଯାହା ଲେଖା ଅଛି, କାୟରେ ମନରେ ବାକ୍ୟରେ ଆମେ ତାର ମାଧ୍ୟମରେ ଯଦି ଯିବା ତାହେଲେ ନିଶ୍ଚିତ ଭାବରେ ଆମେ ଏଇ ଆମର ବ୍ରହ୍ମଚର୍ଯ୍ୟ ପାଳନ ପାଇଁ ସାମର୍ଥ୍ୟ ହେବା। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଉଲ୍ଲେଖ। ମନୁଷ୍ୟ ଶରୀର ପାଇ କରି ଯିବ ସତ୍ୟ ଉଚାରିବା ଚାହିଁ, ସତ୍ୟଟି ସନ୍ଥ ସାଗର ସାଧୁ ଅଟେ ବେଦ ଶାସ୍ତ୍ରେ ଛନ୍ତି କହି। କଲି ଯୁଗୁ ମୁଖେ ମନ୍ତ ପାରିପାର ହେବି, ମାଡ଼ୁଛି ମନରେ ଭୟ ଭଣେ ଭୀମ ଭୋଇ ଗୁରୁ ପାଦ ଧ୍ୟାଇ ଅଚିନ୍ତା ଠାବରେ ଥୁଅ। ହେ ମୋର ପିତାମାତା, ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯେ ଏଇ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ଗୁରୁ କରିବା ନିତାନ୍ତ ଆବଶ୍ୟକ। ବିନା ଗୁରୁ ମାଧ୍ୟମରେ ଏଇ ବ୍ରହ୍ମଚର୍ଯ୍ୟ ପାଳନ କରିପାରିବେ ନାହିଁ। ଆଉ ବ୍ରହ୍ମଚର୍ଯ୍ୟ ସମସ୍ତଙ୍କ ଦ୍ୱାରା ହୋଇପାରିବ ନାହିଁ। ଏଇଟା ପିତାମାତାଙ୍କର ସୁକୃତରୁ ପୁତ୍ର ହୋଇ କଳ୍ପତରୁ ଯଦି ପିତାମାତାଙ୍କର ସୁକୃତ ଅଛି ତାହେଲେ ତାଙ୍କର ପୁତ୍ର ନିଶ୍ଚିତ ଭାବରେ ବ୍ରହ୍ମଚର୍ଯ୍ୟ ପାଳନ କରିବ ବୋଲି ଆମର ଆଶା ଓ ବିଶ୍ୱାସ। ତେଣୁ ଆଜିକାର ପ୍ରଚାର୍ଯ୍ୟରେ ମୁଁ ଆପଣମାନଙ୍କୁ କହିବାରେ କିଛି ତ୍ରୁଟି ଭୁଲ ଥିଲେ କ୍ଷମା କରି ଏହି କାୟରେ ମନରେ ବାକ୍ୟରେ ଦ୍ୱାରା ଏହି ମୈଥୁନ ଇଚ୍ଛା ପରିତ୍ୟାଗ ପୂର୍ବକ ସେହି ବ୍ରହ୍ମ କର୍ମ ଅର୍ଥାତ୍ ମହିମା ଧର୍ମରେ ଥିବା ସନ୍ନ୍ୟାସୀ ଏବଂ ଗୃହସ୍ଥାଶ୍ରମର ନୀତି ନିୟମକୁ ଧ୍ୟାନରେ ରଖନ୍ତୁ, ନିଶ୍ଚିତ ଭାବରେ ଉପକୃତ ହେବେ। ତେଣୁ କ୍ଷମା କରିବେ। ମୁଁ ରହୁଛି। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଉଲ୍ଲେଖ।